ଜୟ ଜଗନ୍ନାଥ। ଆଜି ଆମେ କରିବା ଗଜାମୁଗ। ଗଜାମୁଗ କରିବା ପାଇଁକା କଞ୍ଚା ଗୋଟା ମୁଗ ଦରକାର। ତାକୁ ଆମେ ପାଣିରେ ବତୁରି ଦେବା। ଚାଲନ୍ତୁ, ଏବେ ଦେଖନ୍ତୁ ମୁଁ ପାଣିରେ ବତୁରି ଦେଇଛି ଗୋଟା ମୁଗକୁ। ଏବେ ଏହାକୁ 12 ଘଣ୍ଟା 10 ଘଣ୍ଟାରୁ ବା 12 ଘଣ୍ଟା ଛାଡ଼ିଦେବା ବତୁରେଇବା ପାଇଁକା। ମୁଗ ବତୁରି ଗଲାଣି। ଏବେ ଦେଖନ୍ତୁ ଚାଲନ୍ତୁ ତାକୁ ଭଲକି ଧୋଇକି ତାକୁ ଛାଣିକି ରଖିବା। ଏବେ ଦେଖନ୍ତୁ ମୁଁ ଭଲକରି ମୁଗ ଧୋଇ ଦେଇଛି। ଏବେ ଚାଲନ୍ତୁ ଗୋଟେ ଧଳା କପଡ଼ା ନେବା। ଏମିତି ଧଳା କପଡ଼ା ଗୋଟେ ଜାଗା ଉପରେ ରଖିବା। ତାପରେ ମୁଗକୁ ଆମେ ଭଲ ଭାବରେ ଛାଣିକିରି ଧଳା କପଡ଼ା ଉପରେ ଦେବା। ଉପରୁ ନେଇକି ଦେବେ, ତଳେ ଆଉ ଯାହା ଥିବ ଏ ଜିନିଷ ରହିଯିବ। କାହିଁକିନା ମୁଗରେ ଆମର ଗୋଡ଼ି ଥାଏ, ସେଥିପାଇଁ ଉପରୁ ନେଇକି ତାକୁ ରଖିବେ ଏମିତିଆ ଗୋଟେ ଧଳା କପଡ଼ା ଉପରେ। ଏବେ ଆମେ ମୁଗକୁ ଧଳା କପଡ଼ାରେ ବାନ୍ଧିଦେବା। ଏବେ ଆମେ ଦେଖନ୍ତୁ ଧଳା କପଡ଼ାରେ ମୁଗକୁ ଆମେ ବାନ୍ଧିଦେଲେ। ଏବେ ଚାଲନ୍ତୁ 12 ଘଣ୍ଟା ତାକୁ ଛାଡ଼ିଦେବା। ଗୋଟେ ଜାଗାରେ ଯୋଉଠି ରଖିଦେବେ, କଣ୍ଟାରେ ଓଢ଼େଇ ଦେବେ। ବହୁତ ସୁନ୍ଦର ଭାବେ ମୁଗରୁ ଗଜା ବାହାରି ପଡ଼ିଲାଣି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଗଜାମୁଗ। ମୁଁ ଯେଉଁ ମୁଗକୁ ବାନ୍ଧିକି ରଖିଥିଲି, ଏବେ ଦେଖନ୍ତୁ ଗଜା ବାହାରି ପଡ଼ିଛି ସେ ମୁଗରେ। ଏବେ ଚାଲନ୍ତୁ ତାକୁ ଖୋଲିବା। ଦେଖନ୍ତୁ ୱାଓ, କେତେ ସୁନ୍ଦର ହେଇଛି ଗଜାମୁଗ ଆମର। ଦେଖନ୍ତୁ ବହୁତ ସୁନ୍ଦର ହେଇଛି ଗଜାମୁଗ। ଏ ଦେହକୁ ବହୁତ ହେଲ୍ଥକାର, ବହୁତ ସୁନ୍ଦର ହେଇଛି ଗଜାମୁଗ। ଦେଖନ୍ତୁ